ନମସ୍କାର ଦର୍ଶକ ବନ୍ଧୁ, ଶୁଭ ସକାଳ। ଆଜି ହେଉଛି ଡିସେମ୍ବର ମାସ 15 ତାରିଖ ସୋମବାର। ଆଜି ମୁଁ ଆପଣ ପାଖକୁ ଓଡ଼ିଶା ତଥା ଦେଶ ବିଦେଶର 25ଟି ବଛା ବଛା ଗୁରୁତ୍ୱପୂର୍ଣ୍ଣ ଖବର ନେଇକରି ଆସିଛି। ଯେଉଁ ଖବର ଗୁଡ଼ିକ ଆପଣମାନେ ଜାଣିବା ନିହାତି ଜରୁରୀ। ଏଥିମଧ୍ୟରେ ସୁଭଦ୍ରା ଯୋଜନା, ରାସନ କାର୍ଡ଼, ଆବାସ ଯୋଜନା, ସିଏମ୍ କିଷାନ, ପିଏମ୍ କିଷାନ, ସୁନା ଦର, ପେଟ୍ରୋଲ ଦର, ପାଣିପାଗ, କରୋନା ଅପଡେଟ୍, ନୂତନ ସରକାରୀ ଯୋଜନା, ବହୁତ ସାରା ଖବର ରହିଛି। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ ଆପଣ এই ଭିଡ଼ିଓଟିକୁ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆମକୁ ତଳେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆମ ଚ୍ୟାନେଲକୁ ନୂଆ କରି ଆସିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ନୋଟିଫିକେସନଟିକୁ ଅଲ୍ କରିଦିଅନ୍ତୁ। ଚାଲନ୍ତୁ ଦର୍ଶକ ବନ୍ଧୁ, ପ୍ରଥମ ଖବର ଉପରେ ଯିବା। ନୂଆ ବର୍ଷରେ ଏକାଥରେ 2ଟା କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନାରେ। ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନୂଆ ବର୍ଷରେ ଏକାଥରେ 2ଟା କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ। ନୂଆ ଯୋଡ଼ି ହୋଇଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଏକାଥରେ 2ଟା କିସ୍ତିର ଟଙ୍କା ଟ୍ରାନ୍ସଫର ହେବ। 2ଟି କିସ୍ତି ଦେବାକୁ ଜାନୁଆରୀ ପ୍ରଥମ ସପ୍ତାହରୁ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନା ପାଇଁ ଏବେ ଆମେ ଏକ ପୋର୍ଟାଲ ଖୋଲିଛୁ। ଯାହାକୁ 21 ବର୍ଷ ହେଲା ସେମାନଙ୍କୁ ଆମେ ସୁଭଦ୍ରା ପୋର୍ଟାଲ ସଂଯୋଗ କରୁଛୁ। ଏହା ସହ ଏନ୍ଏଫ୍ଏସ୍ଏ ବା ଏସ୍ଏଫ୍ଏସ୍ଏସ୍ର ତଥ୍ୟ ଅନୁଯାୟୀ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ଯେଉଁମାନେ ନୂଆରେ ଯୋଡ଼ି ହେଉଛନ୍ତି ସେମାନଙ୍କୁ ଏକାଥରେ 2ଟା କିସ୍ତିର ଟଙ୍କା ଦିଆଯିବ। ଏହି 2 କିସ୍ତିର ଏକାଥରେ ଦେବା ପାଇଁ ଜାନୁଆରୀ ପ୍ରଥମ ସପ୍ତାହରୁ ଆମେ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛୁ। ଯେଉଁମାନେ କିଛି ପାଇନଥିଲେ ବୋଲି ଚିନ୍ତା କରୁଥିଲେ, ନୂଆବର୍ଷ ଆସୁ ଆସୁ ଆଉ ସେ ଅଭିଯୋଗ ଆଉ ରହିବ ନାହିଁ। ସମସ୍ତେ ସୁଭଦ୍ରା ଯୋଜନା ଟଙ୍କା ପାଇବେ। ତେବେ ସୁଭଦ୍ରା ଯୋଜନାରେ 17 ଲକ୍ଷରୁ ଅଧିକ ନୂଆ ହିତାଧିକାରୀ ଯୋଡ଼ି ହୋଇଛନ୍ତି। 17,83,251 ମହିଳାକୁ ଆନୁଷ୍ଠାନିକ ଭାବରେ ଯୋଜନାରେ ଯୋଡ଼ାଯାଇଛି। ସେହିପରି 9,36,383 ଆବେଦନକୁ ରିଜେକ୍ଟ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସେପଟେ ଗତକାଲି ସୁଭଦ୍ରା ଯୋଜନା ପାଇଁ 295 କୋଟି ଅତିରିକ୍ତ ବ୍ୟୟବରାଦ ବିଧାନସଭାରେ ଅନୁମୋଦନ ପାଇଁ ଉପସ୍ଥାପନ ହୋଇଛି। ସେପଟେ ଭୁବନେଶ୍ୱର ସ୍ଥିତ କୃଷି ଭବନରେ ଉନ୍ମୋଚିତ ହୋଇଛି ଜେଣ୍ଡର ରେସ୍ପନ୍ସିଭ୍ ସେଲ୍ ବା ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂ, ମହିଳା ଶିଶୁ ବିକାଶ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଜେଣ୍ଡର ରେସ୍ପନ୍ସିଭ୍ ସେଲ୍ର ଉଦ୍ଘାଟନ କରାଯାଇଛି। ଚାଲନ୍ତୁ ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ଯିବା। ରେଲୱେଜ ରିକ୍ୱାରମେଣ୍ଟ କ୍ୟାଲେଣ୍ଡର ପ୍ରକାଶ ପାଇଲା। ଆର୍ଆର୍ବି ରେଳ ପରୀକ୍ଷା କ୍ୟାଲେଣ୍ଡର। ରେଳବାଇ ସହିତ ଜଡ଼ିତ ଥିବା ପରୀକ୍ଷା ତାରିଖ ଏବଂ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଦୀର୍ଘ ଦିନ ଧରି ପ୍ରାର୍ଥୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ଏଭଳି ସମୟରେ ରେଳବାଇ ନିଯୁକ୍ତି ବୋର୍ଡ ବା ଆର୍ଆର୍ବି 2026 ପାଇଁ ନିର୍ଦ୍ଧାରିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ପରୀକ୍ଷା କ୍ୟାଲେଣ୍ଡର ପ୍ରକାଶ କରିଛି। ଏହି କ୍ୟାଲେଣ୍ଡର ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ପରୀକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ ଆଗାମୀ ବର୍ଷ ହେବାକୁ ଥିବା ପରୀକ୍ଷା ତଥା ନିଯୁକ୍ତି ପ୍ରକ୍ରିୟା ବିଷୟରେ ଏହା ସ୍ପଷ୍ଟ ଧାରଣା ପାଇପାରିବେ। କେଉଁ ପରୀକ୍ଷା କେଉଁ ଦିନରେ ଅନୁଷ୍ଠିତ ହେବ। ଆର୍ଆର୍ବି ପରୀକ୍ଷା କ୍ୟାଲେଣ୍ଡର 2026 ଅନୁଯାୟୀ ବର୍ଷ ସାରା ପର୍ଯ୍ୟାୟକ୍ରମେ ବିଭିନ୍ନ ନିଯୁକ୍ତି ପରିଚାଳନା କରାଯିବ। ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଆସିଷ୍ଟାଣ୍ଟ ଲୋକ ପାଇଲଟ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିବ, ଯାହାକି ଡିସେମ୍ବର 2025ରେ OIRMS ମାଧ୍ୟମରେ ଖାଲି ପଦବୀଗୁଡ଼ିକର ମୂଲ୍ୟାୟନ କରାଯିବ। 2026 ଫେବୃଆରୀରେ ଏକ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରସ୍ତୁତ କରାଯିବ। ଜାଣନ୍ତୁ ପରୀକ୍ଷା ପାଇଁ ଠିକ୍ ତାରିଖ ଆର୍ଆର୍ବି ଦ୍ୱାରା ଘୋଷଣା କରାଯିବ। ଏହି ଏପ୍ରିଲ ଏବଂ ଜୁନ ମଧ୍ୟରେ ଟେକ୍ନିସିଆନ ବା ସେକ୍ସନ କଣ୍ଟ୍ରୋଲ ପଦବୀ ପାଇଁ ନିଯୁକ୍ତି ପ୍ରସ୍ତାବ ହୋଇଛି। ଏହାପରେ ଜୁଲାଇ ସେପ୍ଟେମ୍ବର ମଧ୍ୟରେ ଜୁନିୟର ଇଞ୍ଜିନିୟର ବା ଡିପୋ ମେଟେରିୟର ବା ପାରାମେଡିକାଲ ଫାଷ୍ଟ ବା NATPC ବର୍ଗ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ସମସ୍ତ ପରୀକ୍ଷା ପାଇଁ ସଠିକ୍ ତାରିଖ ସମ୍ପୃକ୍ତ ଆର୍ଆର୍ବି ଦ୍ୱାରା ପୃଥକ ସରକାରୀ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରାଯିବ। ଚାଲନ୍ତୁ ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ଯିବା। ଧର୍ମଗଡ଼ରେ ଖରିଫ ଧାନ କିଣା ପ୍ରୋତ୍ସାହନ। ଖୋଲା ଆକାଶ ତଳେ ହଜାର ହଜାର ଧାନ ବସ୍ତା। ଖରିଫ ଧାନ କିଣା ପାଇଁ କଳାହାଣ୍ଡିର ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ନଭେମ୍ବର 29ରେ ମୁଣ୍ଡି ଖୋଲାଯାଇଥିଲା। କିନ୍ତୁ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ବହୁ ଚାଷୀଙ୍କ ପାଖକୁ ଟୋକନ ଆସିନାହିଁ କି ଧାନ କିଣା ହୋଇନାହିଁ। ଫଳରେ ଖଳାରେ ହଜାର ହଜାର ବସ୍ତା ଧାନ ପଡ଼ି ରହିଛି। ଚାଷୀ ନିଜ କଷ୍ଟ ଉପାର୍ଜିତ ଫସଲକୁ ମଣ୍ଡିରେ ବିକ୍ରି ଆଶା ନେଇ ରାତିର ହାଡ଼ ଭଙ୍ଗା ଶୀତରେ ଅପେକ୍ଷା କରିଛନ୍ତି। ଅନ୍ୟପଟେ ଧାନ କ୍ରୟ ଅବ୍ୟବସ୍ଥା ନେଇ ଚାଷୀ ସଂଗଠନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବା ସହିତ ମଣ୍ଡି ସ୍ୱାଭାବିକ ନ ହେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ଧାନ ଅମଳ କରିବା ପରେ ଦାବିପତ୍ର ଧରି ଚାଷୀଙ୍କ ରଣହୁଙ୍କାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଲେ 7 ଦଫା ସମ୍ବଳିତ ଦାବିପତ୍ର। କଳାହାଣ୍ଡି କୃଷକ ସଂଘ ତରଫରୁ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଅତିଶୀଘ୍ର ସବୁ ଧାନ ମଣ୍ଡି କାର୍ଯ୍ୟକ୍ଷମ କରିବା, ଶୀଘ୍ର ଟୋକନ ଇସ୍ୟୁ କରିବା, ଚାଷୀମାନଙ୍କୁ ଆବଶ୍ୟକ ଅଖା ବସ୍ତା ଯୋଗାଇ ଦେବା, ମଣ୍ଡି ଭିତ୍ତିଭୂମି ସୁଦୃଢ଼ କରିବା ଭଳି ଦାବି ରହିଛି। ତୁରନ୍ତ ଏସବୁ ସମସ୍ୟାର ସମାଧାନ ନହେଲେ ବଡ଼ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଧୀନରେ 3ଟି ବ୍ଲକ ଯଥା ଗୋଲାମୁଣ୍ଡା, ଧର୍ମଗଡ଼ ଓ ଜୁନାଗଡ଼ ବ୍ଲକର
79ଟି ମଣ୍ଡି ରହିଛି। 19ଟି ମଣ୍ଡିର ଧାନ କିଣା ଦାୟିତ୍ୱ ନେଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ। ସେହିଭଳି ସେବା ସମବାୟ ସମିତି ଦ୍ୱାରା 55ଟି ମଣ୍ଡିର ଚାଷୀଙ୍କ ଧାନ କିଣିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ହେଲେ ମଣ୍ଡି ଖୋଲିଥିଲେ ବି ଟୋକନ ଆସିବାରେ ବିଳମ୍ବ ଯୋଗୁଁ ଚାଷୀଙ୍କ ଧାନ ଖଳାରେ ପଡ଼ି ରହିଛି। କଳାହାଣ୍ଡି ଭଳି ଜିଲ୍ଲାରେ ପ୍ରବଳ ଜାଡ଼ରେ ଚାଷୀ ଖଳାକୁ ଧାନ ଜଗି ରହୁଛନ୍ତି। ଏହା ସହ ଚାଷୀ ସମସ୍ୟା ଗୁରୁତର ସହ ନେଇ ଚାଲନ୍ତୁ ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ଯିବା। କଲବଲ କରୁଛି ପ୍ରବଳ ଥଣ୍ଡା, ହାଡ଼ଭଙ୍ଗା ଶୀତ, ଅସ୍ତବ୍ୟସ୍ତ ହେଲାଣି ଜନଜୀବନ। କଲବଲ କରୁଛି ପ୍ରବଳ ଥଣ୍ଡା, ସପ୍ତାହେ ହେଲା ପ୍ରବଳ ଜାଡ଼, ହାଡ଼ଭଙ୍ଗା ଶୀତ ଅସ୍ତବ୍ୟସ୍ତ କରି ପକାଇଲାଣି। ପ୍ରବଳ ଶୀତରେ ଓଡ଼ିଶା ଥରୁଥିବା ବେଳେ ଉଦୟଗିରିରେ ତାପମାତ୍ରା 3 ଡିଗ୍ରୀ ପାଖାପାଖି ରହିଛି। ଶନିବାର 10ଟି ସହରର ତାପମାତ୍ରା 10 ଡିଗ୍ରୀ ତଳେ ରହିଥିଲା। କନ୍ଧମାଳ ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ ସାଙ୍ଗକୁ ତୁଷାରପାତ ଦେଖିବାକୁ ମିଳିଛି। ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଶୀତ ଲହରୀରୁ ନାହିଁ ନିସ୍ତାର। ପାହାଡ଼ିଆ ଅଞ୍ଚଳରେ 5 ଡିଗ୍ରୀ ତଳେ ରହିପାରେ ତାପମାତ୍ରା। ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ତଳମୁହାଁ ରହିବ ପାରଦ। ଭାରତୀୟ ପାଣିପାଗ ବିଜ୍ଞାନ ଏଭଳି ଆକଳନ କରିଛି। ସକାଳୁ ଘନ କୁହୁଡ଼ି ମଧ୍ୟ ଯାନବାହନ ଚଳାଚଳରେ ବାଧା ସୃଷ୍ଟି କରୁଛି। ସେହିପରି ଶୀତରେ ଥରୁଛି ଲକ୍ଷ୍ମୀପୁର, ଅସହ୍ୟ ହୋଇଯାଇଛି ଥଣ୍ଡା। ବିଶେଷ କରି ଥଣ୍ଡା କାରଣରୁ ଧାନ ଅମଳ ସକାଶେ ଅପେକ୍ଷା କରିଥିବା ଚାଷୀ ଅଧିକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରାତି ତମା ଖେଳାରେ ଶୀତ କାକରରେ ଜଗିକି ରହୁଛନ୍ତି। ଶୁକ୍ରବାର ପାହାନ୍ତିଆରେ ଲକ୍ଷ୍ମୀପୁର ଅଞ୍ଚଳରେ ତାପମାତ୍ରା 5ରୁ 6 ଡିଗ୍ରୀ ମଧ୍ୟରେ ଥିଲା। ପ୍ରବଳ ଥଣ୍ଡା ସତ୍ତ୍ୱେ ଚାଷୀ ରାତି ତମାମ ଧାନ ଖଳାରେ ଜଗିକି ରହିଥିଲା। ସକାଳର ସୂର୍ଯ୍ୟ ଉଦୟ ହେବା ମାତ୍ରେ ତାର ବର୍ଷକର କଷ୍ଟକୁ ଅମଳ କରି ଘରକୁ ନେବା ସକାଶେ ପ୍ରବଳ ଜାତ ଯୋଗୁଁ ନିଆଁ ହୋଇ ଲୋକେ ଶୀତ ଦାଉରୁ ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏତେ ଥଣ୍ଡା ସତ୍ତ୍ୱେ ବି ବ୍ୟକ୍ତିବିଶେଷ ପ୍ରାତଃ ଭ୍ରମଣରେ ମଧ୍ୟ ଯାଉଛନ୍ତି। ଲକ୍ଷ୍ମୀପୁର ଅନେକ ସ୍ଥାନରେ ତୁଷାରପାତ, ପାଳଗଦାରେ ସ୍ନୋଫଲ ହୋଇଥିବା ମଧ୍ୟ ଦେଖିବାକୁ ମିଳୁଛି। ପ୍ରବଳ ଥଣ୍ଡା ଯୋଗୁଁ ପନିପରିବା ଚାଷ କିଛି ମାତ୍ରାରେ ନଷ୍ଟ ହେବାର ଚାଷୀ ଆକଳନ କରିଛି। ଶୀତ ଯୋଗୁଁ ବଜାର ସନ୍ଧ୍ୟା 8ଟା ପୂର୍ବରୁ ସୁନସାନ ହୋଇଯାଉଛି। ଚାଲନ୍ତୁ ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ଯିବା। 10 ବର୍ଷ ପରେ 12,000 ଦେବେ ଚାଷୀଙ୍କ ଆୟ। ବିଧାୟକଙ୍କ ଦରମା 3.50 ଲକ୍ଷକୁ ବୃଦ୍ଧି କେତେ ଠିକ୍? ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ଥମୁନି ଚର୍ଚ୍ଚା। ଏକାଥରକେ ବିଧାୟକଙ୍କ ଦରମା 3 ଗୁଣ ବୃଦ୍ଧି କେତେ ଯୁକ୍ତିଯୁକ୍ତ ସେ ନେଇ ଗାଁଠୁ ସହର ଆଲୋଚନା ହେଉଛି। ଏତିକି ବେଳେ ବିଜେଡି ସୁପ୍ରିମୋର ବର୍ଦ୍ଧିତ ଦରମା ଦେବେନି ବୋଲି ଘୋଷଣା କରିବାକୁ ନେଇ ତେଜିଛନ୍ତି ରାଜନୈତିକ ବୟାନବାଜି। ବିକଶିତ ଓଡ଼ିଶାର ପରିକଳ୍ପନା ଭିତରେ 2036 ସୁଦ୍ଧା ଚାଷୀଙ୍କ ଆୟ 12,000 କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏହା ଭିତରେ ବିଧାନସଭାରେ ପାରିତ ହୋଇଛି ଜନପ୍ରତିନିଧି ଭତ୍ତା ବା ପେନସନ ବିଲ୍ 2025। ବିଧାୟକଙ୍କ ଦରମା ବା ଭତ୍ତା ସିଧାସଳଖ 3 ଗୁଣ ବୃଦ୍ଧି କରାଯାଇଛି। ଯେଉଁମାନେ 1 ଲକ୍ଷ ପାଉଥିଲେ ସେମାନେ ସିଧାସଳଖ 3.5 ଲକ୍ଷ ପାଇବେ। ବିଲ୍ ପାରିତ ହେବା ପରେ ବିଧାୟକଙ୍କ ଦରମା ବୃଦ୍ଧିକୁ ଲୋକେ ପଚାରୁଛନ୍ତି 2036 ବେଳକୁ ଯଦି କୃଷକଙ୍କ ଆୟ 12,000 ହେବ ତାପରେ ଏବେ ବିଧାୟକଙ୍କ ଦରମା କାହିଁକି ଏତେ ହେବ? ବଣେଇର ସିପିଏସ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଲୋକଙ୍କ ସହ ସ୍ୱର ମିଳାଇ ଦରମା ବୃଦ୍ଧିକୁ ନାପସନ୍ଦ କରିଛନ୍ତି। ବିଲ୍ ପାସ୍ ହେବାର 5 ଦିନ ପରେ ଗତକାଲି ଅଚାନକ ବର୍ଦ୍ଧିତ ଦରମା ନ ନେବାକୁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ। କିନ୍ତୁ ବିଜେଡିର ଅନ୍ୟ ବିଧାୟକମାନେ ଦରମା ବୃଦ୍ଧି ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି। ଏପରିକି ବିଧାୟକଙ୍କ ଦରମା ବୃଦ୍ଧି ପଛରେ ବଳିଷ୍ଠ ଯୁକ୍ତି ରହିଛି ବୋଲି କହିଛନ୍ତି ବିଧାୟକ ଗଣେଶ୍ୱର ବେହେରା। ବିରୋଧୀ ଦଳ ନେତା ବର୍ଦ୍ଧିତ ଦରମା ନ ଦେବା ପାଇଁ ବିଜେଡିର ଦୋମୁହାଁ ନୀତି ବୋଲି କହିଛନ୍ତି। କଂଗ୍ରେସ ବିଧାୟକ ପବିତ୍ର ସାମୁଆ କଟାକ୍ଷ କରି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ଏହା ନବୀନଙ୍କ ରାଜନୈତିକ ଗୋଟିଚାଳନା। କୌତୂହଳର କଥା ହେଉଛି ଓଡ଼ିଶାର ଆର୍ଥିକ ଦୃଷ୍ଟିକୋଣ ବହୁତ ତଳେ ଥିବାବେଳେ ବିଧାୟକ ଦରମାରେ ଦେଶର ଶୀର୍ଷ ସ୍ଥାନରେ ଚାଲନ୍ତୁ ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ଯିବା। ଇଣ୍ଡିଆ ଭର୍ସେସ୍ ସାଉଥ ଆଫ୍ରିକା, ଭାରତର ସହଜ ବିଜୟ। ଧର୍ମଶାଳାରେ ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ, ଏକପାଖିଆ ଭାବରେ ପରାସ୍ତ ହେଲା ଦକ୍ଷିଣ ଆଫ୍ରିକା। ଭାରତର ବାଜିମାତ, ଧର୍ମଶାଳା T20 ଭାରତ ମାନିନେଲା ବାଜି। ଦକ୍ଷିଣ ଆଫ୍ରିକାକୁ ହରାଇଲା ଟିମ୍ ଇଣ୍ଡିଆ। 7 ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ। ଭାରତ ସାମ୍ନାରେ ଥିଲା 117 ରନର ଟାର୍ଗେଟ। ହଁ ଆଜ୍ଞା, ଧର୍ମଶାଳା T20ରେ ଭାରତର ସହଜ ବିଜୟ। ଦକ୍ଷିଣ ଆଫ୍ରିକାକୁ 7 ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ। 118 ରନ ଟାର୍ଗେଟକୁ 25 ବଲ୍ ବାକି ଥାଇ ହାସଲ କଲା ଭାରତ। ଧର୍ମଶାଳାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ବୋଲରମାନେ ଦକ୍ଷିଣ ଆଫ୍ରିକାକୁ 117 ରନରେ ଅଲଆଉଟ୍ କରିଥିଲେ। ଜବାବରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ 25 ବଲ୍ ବାକି ଥାଇ ଲକ୍ଷ୍ୟ ହାସଲ କରିଥିଲେ। ଏହା ସହିତ ଭାରତ 5 ମ୍ୟାଚ୍ ବିଶିଷ୍ଟ T20 ସିରିଜରେ 2-1ରେ ଆଗୁଆ ହୋଇଛି। 118 ରନର ଲକ୍ଷ୍ୟ ପିଛା କରି ଟିମ୍ ଇଣ୍ଡିଆ ଅଭିଷେକ ଶର୍ମା ବା ଶୁଭମାନ ଗିଲଙ୍କ ଦ୍ୱାରା ଏକ ଉଡ଼ନ୍ତା ଆରମ୍ଭ କରିଥିଲା। ଗିଲ ଓ ଅଭିଷେକ ମିଶି ଭାରତକୁ 5 ଓଭରରେ 60 ରନରେ ପହଞ୍ଚାଇଥିଲେ। ଏକ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରୁଥିବା ସମୟରେ ଅଭିଷେକ ଏଡ୍ ମାର୍କେନଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ସେ 18 ବଲ୍ 35 ରନ୍ କରିଥିଲେ, ଯେଉଁଥିରେ 3ଟି ଛକା 3ଟି ଚୌକା ଥିଲା। ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଏପରି କରିବାର ପ୍ରଥମ ଅଲରାଉଣ୍ଡର। ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ T20 ମ୍ୟାଚ୍ରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ T20 କ୍ରିକେଟରେ
1000 ରନ୍ 100 ୱିକେଟ୍ ପୂରଣ କରିବାର ବିଶ୍ୱର ପ୍ରଥମ ଫାଷ୍ଟ ବୋଲିଂ ଅଲରାଉଣ୍ଡର ଭାବେ ଇତିହାସକୁ ରଚିଛନ୍ତି। ଧର୍ମଶାଳାରେ ଖେଳାଯାଇଥିବା ତୃତୀୟ ଟି20 ମ୍ୟାଚ୍ ପୂର୍ବରୁ ପାଣ୍ଡ୍ୟାଙ୍କ ନାମରେ 69ଟି ୱିକେଟ୍ ଥିଲା। ସେ ଟ୍ରିଷ୍ଟାନ୍ ଷ୍ଟୋମ୍ସଙ୍କ ୱିକେଟ୍ ନେବା ପରେ ଟି20 ଫର୍ମାରେ ୱିକେଟ୍ର ଶତକ ପୂରଣ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ହେଉଛନ୍ତି ବିଶ୍ୱର ପ୍ରଥମ ଫାଷ୍ଟ ବୋଲିଂ ଅଲରାଉଣ୍ଡର ଯିଏ ଏହି ରେକର୍ଡ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ କୌଣସି ଦ୍ରୁତ ବୋଲିଂ ଅଲରାଉଣ୍ଡର ଏହି କୀର୍ତ୍ତିମାନ ସ୍ଥାପନ କରିପାରି ନାହାନ୍ତି। 3 ଜଣ ସ୍ପିନର ପୂର୍ବରୁ ଏହି ରେକର୍ଡ କରିସାରିଛନ୍ତି। ବାଂଲାଦେଶର ସାବିଜ୍ ଅଲ୍ ହାସନ, ଆଫଗାନିସ୍ତାନର ମହମ୍ମଦ ନବି ଓ ଜିମ୍ବାୱେର ସିକନ୍ଦର ରଜା। ଟି20 ଅନ୍ତର୍ଜାତୀୟ କ୍ରିକେଟର 100 ୱିକେଟ୍ ନେବାର ହାର୍ଦ୍ଦିକ ପାଣ୍ଡ୍ୟା ହେଉଛନ୍ତି ତୃତୀୟ ଭାରତୀୟ ବୋଲର। ତାଙ୍କ ପୂର୍ବରୁ ଅର୍ଶଦୀପ ସିଂ 108 ୱିକେଟ୍, ଜସପ୍ରୀତ ବୁମରା 101 ୱିକେଟ୍ ଏହି ସଫଳତା ହାସଲ କରିଛନ୍ତି। ପାଣ୍ଡ୍ୟା ଏପର୍ଯ୍ୟନ୍ତ ନିଜ ଟି20 କ୍ୟାରିୟର 100 ୱିକେଟ୍ ନେବା ସହିତ 1939 ରନ୍ ସଂଗ୍ରହ କରିସାରିଛନ୍ତି। ଇତିହାସ